কি তারা নিজ ভোগে রাজি পরখ খুয়ায়ে জানিছ কি তারা সীমা। তো সর্বপ্রথমে মোর ଓଡ଼ିଶାବାସୀକୁ ନମସ୍କାର। ଜୟ ଜଗନ୍ନାଥ। ସମସ୍ତେ ମହାପ୍ରଭୁ ସମସ୍ତଙ୍କୁ ଖୁସିରେ ରଖୁ, ଔଷଧ ଆନନ୍ଦରେ ରଖୁ। ଜୟ ମା ସମଲେଇ। ତ ଆଜିର ଭିଡ଼ିଓଟା ହେଉଛି ବର୍ତ୍ତମାନ ଅଭିଜିତ ମଜୁମଦାରଙ୍କର, କାହିଁକିନା ସେ ଆଉ ଦୁନିଆରେ ନାହାନ୍ତି। ଆଉ ତାଙ୍କରି ଗୀତ, ତାଙ୍କରି କଣ୍ଠ, ତାଙ୍କରି ମ୍ୟୁଜିକ୍, ଢେର ସାରା ଗୀତ ଗାଇଛନ୍ତି ସେ। ଆଉ ବହୁତ ସାରା ଓଡ଼ିଶା ଲୋକ ତାକୁ ଭଲ ପାଇବାକୁ ଦେଇଛନ୍ତି। ଆଉ ତାଙ୍କର ଗୋଟିଏ ଦୁଇଟି ଗୀତ ଯେଉଁମାନେ ଗାଇକି ଚାଲି ଯାଇଛନ୍ତି ଯେଉଁ ସମୟରେ, ସେ ସମୟ ବହୁତ ଭାଇରାଲ ହେଉଛି। ଆଉ ସେ ଏମିତିଆ ଲୋକ, ଗୋଟେ କହିଲେ ମାନେ ଜଣେ ଦୁଃଖରେ ଥିଲେ ବି ସେ କାହାକୁ ହସାଇ ଦେବେ ଯେମିତିଆ। ତାଙ୍କର ଆଟିଚ୍ୟୁଡ୍ ନାହିଁ, ତାଙ୍କର ଗର୍ବ ନାହିଁ, ତାଙ୍କର ଅହଙ୍କାର ନାହିଁ। ସେ ତାଙ୍କର କଳାକୁ ଦେଖେଇ ଚାଲି ସାରା ଓଡ଼ିଶାବାସୀଙ୍କୁ ସେ ଅଭିନୟ କରି ଲୋକଙ୍କୁ ହସାଉଛନ୍ତି। ସେ ଗୋଟେ ମ୍ୟୁଜିକ୍ ଡାଇରେକ୍ଟର, ଅତି ସୁନ୍ଦର ଭାବେ କମେଡ଼ି କରନ୍ତି, ଅତି ସୁନ୍ଦର ଭାବେ ଗୀତ ଗାଆନ୍ତି। ଏତେ ବଢ଼ିଆ ଲୋକ। ଆଜିକାଲି ଦୁନିଆରେ ମଣିଷ ଅନେକ ପ୍ରକାର ବିଭିନ୍ନ ପ୍ରକାର ଥାଆନ୍ତି, କିନ୍ତୁ ତା ଭିତରୁ ଗୋଟେ ଲୋକ ଯିଏ ଥିଲେ ଆମର, ସେ ଆଜି ଆମକୁ ଛାଡ଼ି ଚାଲିଯାଇଛନ୍ତି। ତ ଆସନ୍ତୁ ଆଜି ତାଙ୍କର କିଛି ଗୀତ, ତାଙ୍କର କିଛି ବ୍ୟକ୍ତିଗତ କଥା ବା ତାଙ୍କର କିଛି ଘରର କଥାକୁ, ଭିଡ଼ିଓକୁ ଆମେ କ୍ୟାପ୍ଚର୍ କରି ରଖିଛୁ, ତାଙ୍କୁ ଆମେ ଟିକେ ଦେଖିବା। ତ ଦେଖନ୍ତୁ ସେ କ'ଣ କହୁଛନ୍ତି। ତାଙ୍କରି ଭଲ ପାଇବା, ମାଆର ଶ୍ରଦ୍ଧା, ତାଙ୍କ ଘର ବିଷୟରେ ସେ ବିଭିନ୍ନ ମତ ଦେଉଛନ୍ତି, ଯେଉଁଟାକି ଓଡ଼ିଶାବାସୀ ଏଇଟା ନିହାତି ଶିଖିବା ଦରକାର। ଆଉ ପ୍ରତ୍ୟେକ ଘରେ ହୁଏ, ଛୋଟବେଳେ ସମସ୍ତଙ୍କ ଘରେ ହୁଏ। ଆଉ ସେଇ ଜିନିଷଟା ସେ ଆମକୁ ସେୟାର କରୁଛନ୍ତି ଭିଡ଼ିଓ ବାବଦରେ ବା ନ୍ୟୁଜ୍ ବାବଦରେ। ତ ଆପଣମାନେ ବି ସେମିତିଆ ଗୋଟେ ଭଲ କଳାକାର ବା ଭଲ ଲୋକଙ୍କୁ ଭିଡ଼ିଓ କରନ୍ତୁ, ଆଉ ଲୋକଙ୍କୁ ଦେଖାନ୍ତୁ, ଯେଉଁଟାକି ଲୋକଙ୍କୁ ଭଲ ଶିକ୍ଷା ଓଡ଼ିଶାବାସୀଙ୍କୁ ମିଳିବ। ଆଉ ଦୟାକରି ଖରାପ ଭିଡ଼ିଓ ଗୁଡ଼ିକ ଆପଣମାନେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରନ୍ତୁ ନାହିଁ। ଆଉ ଏସବୁକୁ ପଇସା ବାବଦରେ ଆମେ ଭିଡ଼ିଓ କରୁଛୁ। ଜିନିଷଟା ଏଇଆ କି ଲୋକ ଆସ୍ତେ ଆସ୍ତେ ମରିଗଲା ପରେ ଭୁଲି ଯାଆନ୍ତି, ମାସେ 10 ଦିନ 15 ଦିନ 20 ଦିନ ପରେ ଭୁଲି ଯାଆନ୍ତି। କିନ୍ତୁ ଏସବୁ ଜିନିଷ ତାକୁ ୟାଦଗାର ରଖିବା ପାଇଁ ଆମେ ହିଁ ସେ ଭିଡ଼ିଓଟା କରୁଛୁ। ଆଉ ପ୍ରତି ବର୍ଷରେ ଥରେ ଭିଡ଼ିଓ କରିବା ଦରକାର। ଲୋକ ଜାଣିବା ଦରକାର କି ଜଣେ ଅଭିଜିତ ମଜୁମଦାର ଥିଲେ ମ୍ୟୁଜିକ୍ ଡାଇରେକ୍ଟର ଆମର ଓଡ଼ିଶାର। ସେ ନାମୀ ଦାମୀ ଥିଲେ, ଆଉ ଭଲ କଣ୍ଠ ଦେଉଥିଲେ, ଭଲ ମ୍ୟୁଜିକ୍ ଦେଉଥିଲେ, ଆଉ ଭଲ ଗୀତ ଗୁଡ଼ା କଲେକ୍ସନ୍ କରୁଥିଲେ। ଆଉ ଏମିତିଆ ଭିଡ଼ିଓ ଦେଖିବା ପାଇଁ ଆପଣମାନେ ନେକ୍ସଟ ଭିଡ଼ିଓ ହେବ ସିଙ୍ଗର ହ୍ୟୁମାନ ସାଗରଙ୍କ ଉପରେ। ତ ଯଦି ଏ ଭିଡ଼ିଓଟା ଭଲ ଲାଗିଥିବ ଆପଣମାନେ ନିଶ୍ଚୟ କମେଣ୍ଟ କରିବାଟା ଭୁଲିବେନି, ଲାଇକ୍ କରିବାଟା ଭୁଲିବେନି, ସବସ୍କ୍ରାଇବ୍ କରିବାଟା ଜମା ବି ଭୁଲନ୍ତୁ ନାହିଁ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ମୋ ଦେହ ତ ସେମିତି ବି ଖରାପ ଅଛି। ମା ତ୍ୟାଗ ନୁହେଁ, ମା ତ ଭଗବାନ। ଆମେ ତ ଭଗବାନ ଦେଖିନେ। ଆମେ କଣ ଭଗବାନ ଦେଖିଛେ? ଆମେ ଶୁଣିଛେ ଭଗବାନ, ଆମେ ଫିଲ୍ କରିଛେ ଭଗବାନ। ପ୍ରକୃତରେ ଭଗବାନ ହଉଛନ୍ତି ବାପା ଆଉ ମା। ତାଙ୍କ ଆଶୀର୍ବାଦ, ତାଙ୍କ ଭଲ ପାଇବା, ତାଙ୍କର ତ୍ୟାଗ। ମୁଁ ଯେତେବେଳେ ଲୁଚି ଲୁଚିକିରି ମେଲୋଡି ଯାଉଥିଲି ଆଉ ବାପା ମନା କରୁଥିଲେ ତୁ ରାତିରେ ଲେଟ୍ରେ ଫେରିବୁନି। ମୁଁ କହୁଛି ଆପଣଙ୍କର 87, 88 କଥା। ଏଇଟା ମାଟ୍ରିକ ପାସ୍ କରିଥାଏ, ମେଲୋଡିରେ ଜଏନ୍ କରିଥାଏ, କାମ କରୁଥାଏ। ତ ଫେରିଥିବି, ଭୋର ଫେରିଥିବି, 3:30 4ଟା ଫେରିକି ଯେତେବେଳେ ମୁଁ ଘରକୁ ଆସିବି, ଚୁପକିନା ମା କବାଟଟାକୁ ଏମିତି କିରି ଦେଇଥିବେ ଯେ ମୁଁ ଆସ୍ତେ କିନା ଟାଣିଦେଲେ ସେ ଛିଟିକିନି ଖୋଲିଯିବ।
ঠিক ଏମିତି ଆଡଜଷ୍ଟ କରିକି ଦେଇଥିବେ ମୁଁ ସେ ଚିଟିକିନି ଟାଣି ଦେଇକିରି ଆରାମସେ ଘର ଭିତରେ ପଶିଯିବି ପଶିକିରି ଯାଇକିରି ଜଷ୍ଟ ପହଞ୍ଚିଥିବି ମାନେ ମାଙ୍କ ନିଦ କି ପତଳା ନିଦ ସେମିତି ଫିଲ୍ କରନ୍ତି କେମିତି ଆସିଲୁ ଚୁପକିନା ଆସିଲୁ କହିବେ ଆସିଲୁ ମୁଁ କହିବି ହଁ ଆସିଲି ଦେଖ ଖଟ ତଳେ ଥୁଆ ହେଇଛି ତୋର ଖାଇବା ଖାଇଲେ ଖଟ ତଳେ ଲୁଚେଇକି ମୁଁ ଖାଇବା ଥୋଇ ଦେଇଥିବି ଦି ତିନିଟା ରୁଟି ଥୋଇ ଦେଇଥିବେ ତରକାରୀ ଟିକେ ପିଆଜ ଟିକେ ଅମକ ଟିକେ କ୍ଷୀରି ଟିକେ ଥୋଇ ଦେଇଥିବେ ଟ୍ରେରେ ମୁଁ ସେଟା ଆରାମସେ ଖାଇବି ଯା 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 ଶୋଇପଡ଼ିଯା ତ ଏଇ ହେଉଛି ମା ଏଠି ବି ଯଦି ମୋର କିଛି ଗୋଟେ ମେଣ୍ଟାଲ ଟେନସନ ହେଲା କୋଉ ଗୋଟେ ଝାମେଲାରେ ପଡ଼ିଗଲି କାମ ପଜଲ୍ଡ ହେଇଗଲି ମୋର ରଜ ପିକ୍ଚର କ'ଣ କରିବି ମୁଁ ସ୍ୱର କରିବାକୁ ଟାଇମ୍ ପାଉନି ଇଆଡ଼େ ଶୋଜ୍ ପଡ଼ିଗଲାଣି ଇଆଡ଼େ ମୋର ଇଣ୍ଟରଭ୍ୟୁ ପଡ଼ିଗଲାଣି ମୁଁ କ'ଣ କରିବି ମୁଁ ଯେତେବେଳେ ଅତି ପଜଲ୍ଡ ହେଇକି ରାତିରେ ନିଦ ହୁଏନି ମୁଁ କିଛି କରେନି ମୁଁ କିଛି ଜାଣିନି କିନ୍ତୁ ମା ମୋତେ ଫୋନ୍ କରି କହନ୍ତି ତୋ ଦେହଟା କେମିତି ଅଛି ରେ ମୁଁ କାଲି ରାତିରେ ଭାବିଲି ଯେ ତୋ ଦେହଟା ଭଲ ନାହିଁ ଛଟପଟ ହଉଛୁ ତୁ ମୋତେ ନିଦ ହେଲାନି ମୁଁ ସେଥିପାଇଁ ତୋତେ କଲ୍ କରୁଛି ତ